ଜୟଗୁରୁ। ଆଜି ଆପଣମାନଙ୍କୁ ଏ ଜାଗାରେ ଦେଖି ବହୁତ ଆନନ୍ଦ ଲାଗୁଛି। ଆମେ ତ ବହୁ ସାହିତ୍ୟଙ୍କ କଥା ପଢ଼ିଛେ, ବକୁଳବନର ଇତିହାସ ଜାଣିଛେ, ବସିଲାବେଳେ ମଧ୍ୟ ସେ କଥା ଚିନ୍ତା କରାହେଉଥିଲା। ଠାକୁର ମଧ୍ୟ ଏଇଭଳି ପରିବେଶକୁ ବିଶେଷ ଭଲ ପାଆନ୍ତି। ପରମ ପୂଜା ଶିଶି ପର୍ଦା ସୁନ୍ଦରଗଡ଼ ମନ୍ଦିର ଉଦ୍বোଧନ ସମୟରେ ଗୋଟେ କଥା କହିଥିଲେ ଏବଂ ଯେତେବେଳେ ମନ୍ଦିର କାମ ଚାଲିଥିଲା ଆମେ ମଧ୍ୟ ଥିଲୁ, ପଣ୍ଡାଙ୍କ ସାଙ୍ଗରେ ଯାଇଥିଲୁ। ବର୍ଦା କହିଲେ ଠାକୁର ସବୁ ସମୟରେ ନଦୀକୂଳ ଏବଂ ପାହାଡ଼ ପର୍ବତ ଏଗୁଡ଼ିକ ବହୁତ ପସନ୍ଦ କରନ୍ତି। ତେଣୁ ଆମେ ନିକଟରେ ଗୋଟେ ନଦୀର କୂଳରେ ମଧ୍ୟ ସେ ଜାଗାଟି ବହୁତ ଦିନରୁ ଆରମ୍ଭ ହୋଇଛି। ବିଶେଷ କରି ଆଜି ସତ୍ସଙ୍ଗର କେତେ ଗୁଡ଼ିଏ ଭଲ ଜିନିଷ ଯେ ଲକ୍ଷ୍ୟ କଲୁ। ଷ୍ଟେରିଓ ଟାଇପ୍ ୱେରେ ଆମେ ବହୁ ଜାଗାକୁ ଯାଉଛେ, ପାରିବାରିକ ସତ୍ସଙ୍ଗ କରୁଛେ, ଅନ୍ୟାନ୍ୟ ସାଂଗଠନିକ ସତ୍ସଙ୍ଗ ଇତ୍ୟାଦି କରୁଛେ। ଏଇ ଯେଉଁ ଷ୍ଟେରିଓ ଟାଇପ୍ କି ଯେଉଁ ୱାର୍ଡ଼ଟା ମୁଁ ୟୁଜ୍ କଲି, ରତିରଞ୍ଜନ କଥାଟାକୁ ବେସ୍ କରିକି ମୁଁ ଏଇଟା କହୁଛି। ସୁନ୍ଦର ସୁନ୍ଦର କଥା ଗୁଡ଼ା ପଏଣ୍ଟ ଗୁଡ଼ିକୁ ଯଦି ନୋଟ୍ କରିବେ, ପରମ ପୂଜା ଶ୍ରୀ ଶ୍ରୀ ବର୍ଦା ବହୁତ ଦିନ ଆଗରୁ ଅନେକ ଥର ଏପରି ମଧ୍ୟ ଅଲ୍ ଇଣ୍ଡିଆ ରୀତି କନଫରେନ୍ସରେ କେତେଗୁଡ଼ିଏ ପଏଣ୍ଟ ଦେଇ କହିଲେ, ଯେଉଁ ଜାଗାରେ କିଛିଟା ହୁଏତ ଖାଦ୍ୟପେୟ ସୁବ୍ୟବସ୍ଥା କରାଯାଏ ବା କିଛିଟା ହୁଏତ ଆମେ ଯେଉଁଟାକୁ ଓଡ଼ିଆରେ କହୁ ସଂକୁଟି ବୋଲି ଯେଉଁଟା କରାଯାଏ, ସେଠି ପବିତ୍ରତା ନଷ୍ଟ କରାଯାଏ। ଏବଂ ଏଇ ଯେ ପଏଣ୍ଟଟି ମଧ୍ୟ କୁହାହେଲା, ଆଚାର୍ଯ୍ୟ ମଧ୍ୟ ଯେଉଁ କହୁଥିଲେ, ଆମେ ଆଜି ସତ୍ସଙ୍ଗଟା ସବୁବେଳେ ଲକ୍ଷ୍ୟ କରିବେ ଆମର ଖାଇବା ପିଇବା ଏଗୁଡ଼ିକ ଉପରେ ବିଶେଷ ଚାକଚକ୍ୟ ଉପରେ ଦେଉଛେ। ଭୁବନେଶ୍ୱର ଅନତି ଦୂରରେ ଥିବା ଏଇ ଯେ ଅଞ୍ଚଳଗୁଡ଼ିକ ପ୍ରତି ଆଚାର୍ଯ୍ୟ ବିଶେଷ କରି ବହୁ ଥର କହିଛନ୍ତି। ଏପରି ମଧ୍ୟ ଥରେ କହିଲେ ଭୁବନେଶ୍ୱର ଗୋଟେ କମ୍ଫର୍ଟ ସିଟି, ଲକ୍ଜରୀ ସିଟି, କୋଠା ବାଡ଼ି ଘର ଦ୍ୱାର କରି ଲୋକମାନେ ଅୟସରେ ଅଛନ୍ତି, ଗ୍ରାମାଞ୍ଚଳକୁ କେବେ ଯାଆନ୍ତି ନାହିଁ। ଜୈନକ ରିଜର୍ଭ ବ୍ୟାଙ୍କର ଅଫିସର ରୀତିକ ରିଟାୟାର କରିକି ଆସିଥାଏ ବମ୍ବେରୁ, ପ୍ରଣାମ କଲାକୁ ଆମେ ବସିଥାଉ। সে করা যায় আজ্ঞা ভুবনেশ্বর কেন যাবি, ভুবনেশ্বর একটা কমফর্ট সিটি, এখানে কেউ গ্রামাঞ্চলে যায় না, কিছু করে না, ওরা কোঠা বাড়ি ঘর দ্বার করে খুব অয়েস থাকে। এই যে কথাଗୁଡ଼ିକ ଦାଦାଙ୍କ ମନରେ ରେଖାପାତ କରିଛି। ଆଜି ଯାହା ହଉ ଯେଉଁ ଯୁବକମାନେ ଏତେ ପ୍ରଚେଷ୍ଟା କରି ଆମେ ଦେଖିଛୁ, ଏଇ ମାଆମାନେ ଝିଅମାନେ ଆମର କଲେଜ ପଢ଼ୁଆ ଝିଅମାନେ ନିରବଚ୍ଛିନ୍ନ ଭାବେ ଏଇ ଯେଉଁ ସୁଧା ସଜନା ଉତ୍ସବର ଗୋଟେ ବଡ଼ ରେଜଲ୍ଟ ହେଲା ଠାକୁରଙ୍କ ସହିତ ଯୁକ୍ତ କରିବା। 200ରୁ 250 ପାଖାପାଖି ଆମର ପ୍ରାୟ ଠାକୁରଙ୍କୁ ଦୀକ୍ଷା ଗ୍ରହଣ କରିଛନ୍ତି। କିନ୍ତୁ ମୁଖ୍ୟ କଥା ହେଲା ମଣିଷ ତିନିଟା ଜିନିଷ ତା'ର ମୁଖ୍ୟତଃ ଦରକାର। ଗୋଟେ ହେଲା ତା'ର ପରିବାର, ଗୋଟେ ହେଲା ପରିସ୍ଥିତି, ଗୋଟେ ହେଲା ପରିବେଶ। ଆଚାର୍ଯ୍ୟଦେବ ଲକ୍ଷ୍ୟ କରନ୍ତୁ, ଏଗୁଡ଼ାକ ଫଣ୍ଡାମେଣ୍ଟାଲ ଜିନିଷ ଜାଣିଛନ୍ତି ବୋଲି ଲୋକଟା ବାହାରି ପାରୁନି। କାହିଁ ବାହାରି ପାରୁନି? ସେଇଟାକୁ ସେ ଜାଣିଛନ୍ତି, ସେ କାରଣଟା ଜାଣିଛନ୍ତି। ଲୋକଟା ଘର ଛାଡ଼ିକି ଯାଇପାରୁନାହିଁ, ଅନ୍ୟକୁ ଜାଗାକୁ ସେ ଲକ୍ଜରୀ ଭିତରେ ରହୁଛି, କିଛିଟା ଚ୍ୟାଲେଞ୍ଜେସ୍ ଫେସ୍ କରିପାରୁନାହିଁ, ଦୁଃଖ ଦୈନ୍ୟକୁ ଯାଇପାରୁନାହିଁ, କୌଣସି ହୁଏତ ଅଭାବ ଅନଟନ ଯାଇପାରୁନାହିଁ, ହର୍ଡଲ୍ସ ସେ ହୁଏତ ଫେସ୍ କରିପାରୁନି। ଏଇ ଯେ ପରିବାରଟା ହେଉଛି ମୁଖ୍ୟ କଥା। ବା ପରିବାର ଏମିତି ବାନ୍ଧି ଦେଉଛି ଯେଉଁଟାକୁ ହୁଏତ ବଦ୍ଧ ଜୀବ ବୋଲି ଆମେ କହୁ। ଠାକୁରଙ୍କ ଭାଷାରେ ଠାକୁର ଗୋଟେ ବଦ୍ଧ ଜୀବ, ଗୋଟେ ହେଲା ମୁକ୍ତ ଜୀବ। ସେଇ ମୋର ଘର, ମୋର ଦ୍ୱାର, ମୋର ସଂସାର, ମୋ ସ୍ତ୍ରୀ, ମୋ ପୁଅ, ମୋ ଝିଅ, ମୋ ପ୍ରତିଷ୍ଠା, ମୋ ଜ୍ଞାନ ବୁଦ୍ଧି, ଏଇ ଭିତରେ ଦେଇକି ଆମେ ବାନ୍ଧିକି ରହୁ। ତେଣୁ ଆଜି ଦେଖିବେ କେବଳ ସାଧାରଣ ଭାବେ ହୁଏତ ନାଟମଣ୍ଡପରେ ନୁହେଁ, ଅଲ୍ ଇଣ୍ଡିଆ ରୀତି କନଫରେନ୍ସରେ ଆଚାର୍ଯ୍ୟଦେବ ଆରମ୍ଭ କଲେ ପରିବାର ଯାଜନା ଆରମ୍ଭ କଲେ ସେଇଠୁ ପ୍ରାୟ ଘଣ୍ଟେ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଶେଷ କଲେ ସେଇ ଜାଗାରେ। ଏଇଟା ଆମେ ନିଜେ ଅନୁଭବ କରୁଛେ। ଆପଣମାନଙ୍କୁ ଅନୁରୋଧ କରିବି ଟିକିଏ ତା ଉପରକୁ ଯିବା ପାଇଁ ଚେଷ୍ଟା କରନ୍ତୁ। ଟିକିଏ ତାଙ୍କ କଥା ଟିକିଏ ମନେ ପକାଇଲେ ଆପଣ ଦେଖି ଅଟୋମେଟିକାଲି ବାହାରିବେ। ଆଉ ଗୋଟେ ହୁଏତ ପରିସ୍ଥିତି ଥାଏ, ବିଭିନ୍ନ ପରିସ୍ଥିତି ବଶତଃ ଆମେ ହୁଏତ ବିପଦ ଆପଦରେ ପଡ଼ୁ, ବହୁ ଭଲ କାମ ବି କରିପାରୁ। ଆଉ ଗୋଟେ ହେଲା ପରିବେଶ ଦାୟିତ୍ୱ। କାରଣ ମୁଁ ହେଉଛି ପ୍ରଥମେ ଆଇଡ଼ିଆଲ ସହିତ ହେବା। ଏଇଟା ମୋର ରହିଲା ଆଇଡ଼ିଆଲ ଆଣ୍ଡ ଏନଭାରନମେଣ୍ଟ। ଆଇଡ଼ିଆଲ ଏନଭାରନମେଣ୍ଟର ଗୋଟେ କୋହେଲେସନ୍ ଆମ ଭିତରେ ରହିବା ଦରକାର। କିନ୍ତୁ ଆମେ ସବୁ ସମୟରେ ମୁଁ ଆଇଟାକୁ ନେଇକି, ଇଣ୍ଡିଭିଜୁଆଲ ଆଇଟାକୁ ନେଇକି ଏତେ ଭାବରେ ବ୍ୟସ୍ତ ରହୁଛି, ମୋର ପରିବେଶ ଏବଂ ଆଇଡ଼ିଆଲ ଠାରୁ ଯଦି ମୁଁ ଆଇଡ଼ିଆଲ ସହିତ ରହିଛି, ଯଜନ କରୁଛି ଏବଂ ଇଷ୍ଟବୃତ୍ତି କରୁଛି, ବ୍ୟକ୍ତିଗତ ସାଧନାର ଅଙ୍ଗ। ଯଜନ ଇଷ୍ଟବୃତ୍ତି ଯଦି ନିୟମିତ ହେଇଯିବ, କଥାଗୁଡ଼ିକ କୁହାହେଲା, ବହୁ କାହାଣୀ ଆପଣ ଦେଖିଲେ। এই যে ଶାଶୁର୍ଯ୍ୟ କଥାଟି କହିଲା, ଆପଣ ଚିନ୍ତା କଲେ କେଉଁ ଦୃଷ୍ଟିରୁ ଆମେ ବିଚାର କରିବା ଯେ ଏଇଟା ଗୋଟେ ଇଷ୍ଟବୃତ୍ତି ବୋଲି, ବା କେଉଁ ଭଳି ଭାବରେ ସେ ଦେଉଛନ୍ତି। ଜଣକ କ୍ଲାସ୍ 1 ଅଫିସର, ମୁଁ ତାଙ୍କ ପରିବାର ଯେତେବେଳେ ସବୁଗୁଡ଼ାକ ଅପଡ଼େଟ୍ କରିଦେଲି, ଭାରି ଉଚ୍ଚକୋଟୀୟ ଲୋକ ଜଣେ, ପ୍ରତିଷ୍ଠିତ ବ୍ୟକ୍ତି ଜଣେ, ମୁଁ ତାଙ୍କୁ ଗୋଟେ କଂଗ୍ରାଚୁଲେସନ୍ ଜଣାଇଲି। ଆମ ଜଣେ ଡାକ୍ତରଙ୍କ ସ୍ତ୍ରୀ ସେ ଡାଟା ଗୁଡ଼ାକ ସବୁ ଆଣିଥିଲେ, ଆମ ଘର ପାଖାପାଖି ସେ ରହନ୍ତି। ମୁଁ କହିଲି ଆଜ୍ଞା ଆପଣଙ୍କ କଥା ମୁଁ ବହୁତ ଦିନ ହେଲା ଶୁଣିଥିଲି, ଠାକୁରଙ୍କ କାମରେ ସହାୟତା କରନ୍ତି। ଆପଣ ପରିବାର ବର୍ଗ 2 ପୁଅ 2 ବୋହୂ, ଝିଅ ଜ୍ୱାଇଁ ଏବଂ ନାତି ନାତୁଣୀ, ଆପଣ 2 ଜଣଙ୍କର ସମସ୍ତଙ୍କର ଆଜି ଅପଡ଼େଟ୍ ହେଇଗଲା। ଖୁବ୍ ଖୁସି ଲାଗୁଛି। କହିଲେ ଆପଣ ସିନା ଖୁସି ହେଉଛନ୍ତି, ମୋତେ କଂଗ୍ରାଚୁଲେସନ୍ ଜଣାଉଛନ୍ତି, ମୁଁ କିନ୍ତୁ ଏତେ ଖୁସି ହେଇପାରୁନି।
ମୁଁ କହିଲି କାହିଁ ଏତେ ବଡ଼ କଥା ଖୁସି ହେଇପାରୁନାହାନ୍ତି ନା ଆଜ୍ଞା ମୋ ବୁଢ଼ୀଟି ଯିଏ ଅଛି ତାର ଏ କରାମତି ସେ ସବୁଗୁଡ଼ିକ ହିଁ କରେ। ତାହେଲେ ଚିନ୍ତା କଲେ କେଉଁ ଦୃଷ୍ଟିରୁ ଆମେ ବିଚାର କରିବା ଯିଏ ଦୀକ୍ଷା ନେଇଛନ୍ତି କରେ ସେ କିଛି ଜାଣନ୍ତି ନାହିଁ ମୋ ସ୍ତ୍ରୀ ମୋର ବୁଢ଼ୀ ହିଁ ଏ ସବୁଗୁଡ଼ିକ କରେ। ତେଣୁ ଆପଣ ଯେଉଁଟା କୁହାହେଉଥିଲା ଗୋଟେ ସୁନ୍ଦର ୱାର୍ଡ଼ଟିଏ ରତିକାନ୍ତ ଲଗେଇଲା ଏଇଟା ଗୋଟେ ଷ୍ଟେରିଓ ଟାଇପ୍ ଆମେ ହୁଏତ ଇଷ୍ଟବୃତ୍ତିଟା ରେକର୍ଡ଼ରେ ଦେଖିଦେଲେ ଠିକ୍ ଅଛି କିନ୍ତୁ ପ୍ରକୃତରେ କେତେ ଦୂର କରୁଛି। ତେଣୁ ଆପଣମାନଙ୍କୁ ମୋର ଅନୁରୋଧ ଆମର ସୋସିଆଲ ସାଇଣ୍ଟିଷ୍ଟ ମାନେ କଣ୍ଟାକ୍ଟ ସମ୍ପର୍କ କହନ୍ତି ଥରେ ପୂଜ୍ୟପାଦ ଅବିନ୍ଦା ଏଇଟା ମଧ୍ୟ ଡିଟେଲ୍ କହୁଥିଲେ। ଗୋଟେ ହେଲା ପବ୍ଲିକ୍ କଣ୍ଟାକ୍ଟ ଗଲେ ଭାଷଣ ଦେଇ ପଳେଇ ଆସିଲେ ତାର ଇଟ୍ ହାଜ୍ ନୋ ଇମ୍ପାକ୍ଟ କିଛି ତାର ଗୋଟେ ଇଏ ନାହିଁ। ବହୁତ ରାଜନୀତି ନେତା ଆସୁଛନ୍ତି ହଜାର ଲୋକ ବସୁଛନ୍ତି। ଆଉ ଗୋଟେ ହେଲା ମାସ୍ କଣ୍ଟାକ୍ଟ ଆଉ ଗୋଟେ ହେଲା ଗ୍ରୁପ୍ କଣ୍ଟାକ୍ଟ ଗୋଟେ ହେଲା ଇଣ୍ଡିଭିଜୁଆଲ୍ କଣ୍ଟାକ୍ଟ। ଦି ମୋଷ୍ଟ ଏଫେକ୍ଟିଭ୍ କଣ୍ଟାକ୍ଟ ହେଲା ଇଣ୍ଡିଭିଜୁଆଲ୍ କଣ୍ଟାକ୍ଟ। ଆପଣଙ୍କୁ ଏକାନ୍ତ ନିବେଦନ କରିବି ଆମେ ସତ୍ସଙ୍ଗ ନିତ୍ୟଦିନ ଯାଉଛେ ଆମମାନଙ୍କ ପ୍ରାରମ୍ଭିକ ଅବସ୍ଥା କଥା ମୁଁ କହୁଛି। ଆମର ବାରିକଦା ଜଣେ ଥିଲେ ଭୁବନେଶ୍ୱର ଯେତେ ବର୍ଷିଆନ କର୍ମୀ ଦେଖୁଛନ୍ତି ସମସ୍ତଙ୍କ ଯାଜକ କହୁଛନ୍ତି ବାରିକଦା ଯେହେତୁ ଗୋଟେ ଇନଷ୍ଟିଚ୍ୟୁଟ୍ କରିଥିଲେ। ସେଇ ଜାଗାରେ ଆମର କଳ୍ପନା କେନ୍ଦ୍ରରେ ମଧ୍ୟ ଭଡ଼ା ଘର ନେଇକି କେନ୍ଦ୍ର ବହୁତ ଦିନ ଯାଇ ଚାଲିଲା। ସତ୍ସଙ୍ଗ ସରିଯିବ ବାରଣ୍ଡାରେ ଠିଆ ହେଇଥିବେ ଟିକେ ଆସିଲା ବେଳକୁ ଆଉ ତ ସପ୍ତାହେ ଅଛି ଆଉ ଜଣଙ୍କୁ ସାଙ୍ଗରେ ଆଣିଥିବେ। ଆଜ୍ଞା ବିଶ୍ୱାସ କରିବେନି ସେଦିନ କଥା ମନେ ପଡ଼ୁଛି। ହଷ୍ଟେଲ ବୁଲିବୁ ଷ୍ଟୁଡେଣ୍ଟ ଥାଉ ସେତେବେଳେ ଏବେ ଆମର ବହୁତ ଷ୍ଟୁଡେଣ୍ଟ ଭର୍ତ୍ତି ଠାକୁରଙ୍କ ଅଛନ୍ତି। କାହାକୁ ସାଇକେଲ କ୍ୟାରିୟର ଜଣକୁ ବସେଇ ଆଗରେ ରଡ଼ ଉପରେ ଜଣକି ବସେଇକି ନେଇ କାରଣ ବାରିକଦା କହେ କ'ଣ ଆଣିଛ ତ ଜଣକୁ ଆମେ ନିଶ୍ଚିନ୍ତ ଆଣିକି ଆସିବୁ। 7 ଦିନ ସମୟ ପାଉଛେ ଅଞ୍ଚଳରେ ସତ୍ସଙ୍ଗ ହେଉଛି ଅନେକ ସମୟ ଯାଉଛେ କେବେ ମୁଁ ଚିନ୍ତା କରେ ନା କୌଣସି ଗୋଟେ ଲୋକକୁ ଏ ପରିବେଶ ଯେଉଁଟା ହେଇଛି ଆପଣ କିଛି କରିବା ଦରକାର ନାହିଁ। ଅନେକ ସମୟ ଆଜ୍ଞା ଯାଜନ ହେଇନି ଦୀକ୍ଷା ହେଇନି ଦୀକ୍ଷା କିଏ କହିଲା ତୁମକୁ ଠିକ୍ କରିବା ପାଇଁ ତେଣୁ ଲୋକକୁ ଆମ ପାଖକୁ ଆଣିଲା ପରେ ଠାକୁରଙ୍କର ଯେ ଦୟାରୁ ଯାହା କିଛି ହେବା କଥା ହେବ ଗୋଟେ ପରିବେଶ ମଧ୍ୟ କ୍ୟାରି କରେ। ଏ ଜାଗାକୁ ଯେ କେହି ବ୍ୟକ୍ତି ଆସୁନା କାହିଁକି ନିଶ୍ଚିନ୍ତ ଭାବରେ ସେ କିଛି ନା କିଛି ତାର ଉଦ୍ବୁଦ୍ଧ ହେବ। ଆପଣମାନଙ୍କୁ ଏକାନ୍ତ ନିବେଦନ ଅନ୍ତତଃ ଆଚାର୍ଯ୍ୟଙ୍କର ଏଇ ଯେ ବ୍ୟଥା ଅତ୍ୟନ୍ତ ବ୍ୟାକୁଳତା ଭାବରେ କହୁଛନ୍ତି ଯେ ଆନନ୍ଦ ବାହାର ସମ୍ପର୍କରେ ମଧ୍ୟ ଗୋଟେ ସୁନ୍ଦର ଉଦାହରଣଟିଏ ଦେଲେ କି ସାଧାରଣ ଲୋକଟି ଆସିଛି ଗରିବ ଲୋକଟି ଆସିଛି ଆମେ ଯେଉଁ ବିଶାଳ ଭାବରେ ବା ବହୁ ଭାବରେ ବ୍ୟୟବହୁଳ କରୁଛେ ଆନନ୍ଦ ଦେଖି ଭାବେ ପାରୁଛି। ତେଣୁ ଏ ସବୁଗୁଡ଼ିକ ମନରେ ନେଇ ଆଜିର ଏଇ ଯେ ସ୍ୱସ୍ତି ଭବନରୁ ଆମେ ଅନ୍ତତଃ ଏତିକି ଗୋଟେ ଇମ୍ପେଟସ୍ ପାଇବା ଗୋଟେ ମେସେଜ୍ ନେଇକି ଯିବା ଗୁଡ୍ ମେସେଜ୍ ନେଇକି ଯିବା ଆଚାର୍ଯ୍ୟଙ୍କ ଆଶୀର୍ବାଦ ପୂଜ୍ୟପାଦ ଅବିନ୍ଦଙ୍କ ଆଶୀର୍ବାଦ ଏବଂ ଉତ୍ସବ ପରେ ପରେ ଆମମାନଙ୍କ ଭିତରେ ଯେ ଭାବନାଟା ସୃଷ୍ଟି ହେଇଛି ତାକୁ କେତେ କ୍ରିୟାଶୀଳ କରିବା। ଜୟ ଗୁରୁ।